ପୋଟଳ କଷା, ପୋଟଳ ଭଜା, ପୋଟଳ ଝୋଳ ଖାଇ ଖାଇ ବୋର୍ ହେଇଗଲେ ଯଦି ବୋର୍ ହେଇଗଲେ ନା ତାହେଲେ ଆଜିର ଭିଡ଼ିଓଟି ଆପଣଙ୍କ ମାନଙ୍କ ପାଇଁ। ତ ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି। ଏଇ ରେସିପିଟି ଯଦି ଆପଣମାନେ ଥରେ ଘରେ ବନାଉଛନ୍ତି ନା ବାରମ୍ବାର ବନେଇବାକୁ ଇଚ୍ଛା ହେବ ଆଉ ପୁରାପୁରି ନୂଆ ରେସିପି। ତ ଆଜି ଆମେ ପ୍ରସ୍ତୁତ କରିବା ପୋଟଳ ରାଇ। ତ ଅନେକ ଥର ପୋଟଳ କଷା, ଅନେକ ଥର ଆପଣମାନେ କୁର୍ମା ବନେଇବି ଖାଇଥିବେ, କିନ୍ତୁ ଏଇ ରେସିପିଟି ଆପଣମାନେ ଥରେ ବନାନ୍ତୁ ସବୁବେଳେ ବନେଇ ଖାଇବାକୁ ଇଚ୍ଛା ହେବ। ତ ଏଇ ରେସିପିଟି ଆପଣମାନେ ରୁଟି ସହିତ ବି ଖାଇପାରିବେ, ପୁଣି ଭାତ ସହିତ ବି ଖାଇପାରିବେ ଆଉ ନାନ୍ ସହିତ ବି ଖାଇପାରିବେ। ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଜାଣିପାରିବେ କେମିତି କ'ଣ ପ୍ରସ୍ତୁତ ହେଉଛି। ତ ଦେଖନ୍ତୁ ତା ସହିତ ମୁଁ ଅଟାରେ ପ୍ରସ୍ତୁତ କରିଛି ଲାଛା ପରଟା। ତ ଗୋଟେ ଭିଡ଼ିଓରେ ଆଜି ଆପଣମାନଙ୍କୁ ମୁଁ ଦୁଇଟି ରେସିପି ସେୟାର କରିବି। ତ ଲାଛା ପରଟାକୁ ଏଇଠି ଦେଖନ୍ତୁ ପୋଟଳ ରାଇ ପୁରା ଜମିବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଜାଣିପାରିବେ କେମିତି କ'ଣ ପ୍ରସ୍ତୁତ ହେଉଛି। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ କିଛି ପୋଟଳ ନେବା। ପୋଟଳକୁ ଏଠି ମୁଁ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଆଉ ଟିକେ ଆମେ ଭଲସେ କ୍ଲିନ୍ କରି ପୋଟଳକୁ ଧୋଇଦେବା। ପୋଟଳ ଧୋଇ ହେଇସାରିବା ପରେ ଆମେ ପୋଟଳକୁ ଏବେ କଟିଂ କରିବା। ତ ପ୍ରଥମେ ଗୋଟେ ପ୍ଲେଟ୍ ଆମେ ସାଇଡ଼୍ରେ ଏବେ ରଖିଦେବା। ତ ଏବେ ଆମେ ଗୋଟେ ଆଳୁ ଚଞ୍ଚା ସାହାଯ୍ୟରେ ପୋଟଳକୁ ଟିକେ ପୁରା ହାଲକା ଚାଞ୍ଚିବା। ତା ପୂର୍ବରୁ ଆମେ ଛୁରୀ ସାହାଯ୍ୟରେ ତା'ର ମୁଣ୍ଡି ପାର୍ଟସକୁ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ କଟିଂ କରିଦେବେ। ତ ଆପଣମାନଙ୍କୁ ଯେମିତି ପସନ୍ଦ ଆପଣମାନେ ଏଠି ପୋଟଳକୁ କଟିଂ କରିପାରିବେ, କିନ୍ତୁ ମୁଁ ଆଜି ପ୍ରସ୍ତୁତ କରିବି ଗୋଟା ପୋଟଳରେ ରାଇ ପ୍ରସ୍ତୁତ କରିବି। ତ ଦେଖନ୍ତୁ ଏଠି ପୋଟଳର ପୁରା ଉପର ପାର୍ଟ ଚୋପାକୁ ଆମେ ବାହାର କରିଦେବା। ତ ଏଇଭଳି ପ୍ରୋସେସ୍ରେ ପୁରା ହାଲକା ହିଁ ତାକୁ ଚାଞ୍ଚିକି ବାହାର କରିବେ, ଯେମିତିକି ପୋଟଳଟି ଖାଇବାକୁ ପୁରା ସଫ୍ଟ ଲାଗିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ସେମ୍ ପ୍ରୋସେସ୍ରେ ସବୁତକ ପୋଟଳକୁ ଆମେ ଚାଞ୍ଚିକିରି ବାହାର କରିଦେବା। ପୁଣି ଥରେ ଟିକେ ଧୋଇଦେବା। ଧୋଇ ସାରିବା ପରେ ଆକୁ ଆମେ ରଖିଦେବା ପ୍ଲେଟ୍କୁ। ତ ଆଉ ଗୋଟେ ପୋଟଳ ବି ଆପଣମାନଙ୍କୁ ମୁଁ ଦେଖାଇ ଦେଉଛି କଟିଂ କରିକିରି। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମୁଣ୍ଡି ପାର୍ଟସକୁ କଟିଂ କରିବେ। ପୁଣି ଥରେ ସେଇ ପ୍ରୋସେସ୍ରେ ଆମେ ପୋଟଳର ଉପର ପାର୍ଟସ୍ ଚୋପାକୁ ଦେଖନ୍ତୁ ଏଇଭଳି ଟିକେ ଚାଞ୍ଚିକିରି ବାହାର କରିଦେବା। ତ ଆପଣମାନେ ଚାହିଁଲେ ପୋଟଳର ପୁରା ଉପର ପାର୍ଟସ୍ ଚୋପା ବଦଳରେ ଆପଣମାନେ ପୁରା ଗ୍ରୀନ୍ ତା'ର ଯେଉଁ ଦେଖାଯାଉଛି ସବୁଜ ଚୋପା, ସେ ସବୁଜ ଚୋପା ବି ପୁରା ବାହାର କରିପାରିବେ। ତ ଏବେ ଆମେ ପୋଟଳକୁ ପୁଣି ଥରେ ଟିକେ ଧୋଇଦେବା। ଧୋଇ ହେଇସାରିବା ପରେ ପୁଣି ଥରେ ଆପଣମାନଙ୍କୁ କଟିଂ କରିବି ଦେଖାଇ ଦେଉଛି। ଦେଖନ୍ତୁ ଛୁରୀ ସାହାଯ୍ୟରେ କେମିତି କ'ଣ କଟିଂ କରିବେ। ତ ଦେଖନ୍ତୁ ପୋଟଳକୁ ପୁରା ଚାରିଚୋଲା କରିକିରି ଆମେ ଏବେ କଟିଂ କରିବା। ଆଉ ଯେମିତିକି ପୁରା ତଳର ପାର୍ଟସଟା ଲାଗିଥିବ, କେବଳ ଯେମିତି ଆପଣମାନେ ପୁର ଦେଇକିରି ବାଇଗଣ ଭଜା ପ୍ରସ୍ତୁତ କରୁଛନ୍ତି ସେଇ ପ୍ରୋସେସ୍ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ପୁରା ତଳର ପାର୍ଟସ୍ ଲାଗିଥିବ ହିଁ ତାକୁ ଚାରିଚୋଲା କରି କଟିଂ କରିବେ। ତ ଏଇଭଳି ପ୍ରୋସେସ୍ରେ କଟିଂ କରିବେ। ଆପଣମାନେ ଯଦି ଚାହିଁବେ ପୋଟଳର ମଞ୍ଜିକୁ ବି ବାହାର କରିପାରିବେ, କିନ୍ତୁ ଦେଖିବେ ପୋଟଳର ମଞ୍ଜି ଥିବ ଯଦି ଟେଷ୍ଟ ଲାଗିବ। ତ ପୁଣି ଥରେ ଦେଖନ୍ତୁ ଏଇ ପ୍ରୋସେସ୍ରେ ଆମେ କଟିଂ କରିବା। ଫ୍ରେଣ୍ଡସ୍ ଏଠି ମୁଁ ଛୋଟ ଛୋଟ ପୁରା ଟିପ୍ସ ବି ସେୟାର କରିବି ଆପଣମାନଙ୍କୁ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ପୁରା ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ଯଦି ବନେଇବେ ତାହେଲେ ପରଫେକ୍ଟ ବନିବ। ଆପଣମାନେ ତ ଭୋଜିରେ କି ହୋଟେଲରେ ବହୁତ ଥର ଖାଇଥିବେ ଏଇ ରେସିପିଟି, କିନ୍ତୁ ଘରେ ବନେଇ ନାହାନ୍ତି ଯଦି ପୁରା ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନେଇବେ ତ ସମସ୍ତେ ପସନ୍ଦ କରିବେ। ତ ସେଇ ପ୍ରୋସେସ୍ରେ ମୁଁ ଏଠି ସବୁ ପୋଟଳକୁ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ କଟିଂ କରିଦେଇଛି। ପୋଟଳ ଗୁଡ଼ା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ନା। ତ ପୁଣି ଏବେ ଚାଲନ୍ତୁ ତା'ର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ତ ଦେଖନ୍ତୁ ଏଠି ମୁଁ ଗୋଟେ ଜାର୍ ନେଇଛି, ସେଥିରେ ଅଳ୍ପ ଟିକେ ଅଦା, ଯେତିକି ଆପଣମାନେ ପୋଟଳ ବନେଇବାକୁ ଚାହୁଁଛନ୍ତି, ଯେତିକି ରାଗ ଖାଇବେ ସେ ଅନୁସାରେ କଞ୍ଚା ଲଙ୍କା, ପୁଣି ଅଳ୍ପ ଟିକେ ଦେଖନ୍ତୁ ଏଠି ମଗଜ ଆଉ ପୋସ୍ତା ନେଇଛି ଗୋଟେ ଚାମଚ ମଗଜ। ଆଉ ପୁଣି ସେଥିରେ ଅଳ୍ପ ଟିକେ, ଯେହେତୁ ଆମେ ଆଜି ପୋଟଳ ରାଇ ବନେଇବା ତ ସୋରିଷ ତ ନିଶ୍ଚୟ ଏଡ଼୍ କରିବା। ଆପଣଙ୍କ ପାଖରେ ଯଦି ଧଳା ସୋରିଷ ଅଛି ନିଶ୍ଚୟ ଏଡ଼୍ କରନ୍ତୁ। ପୁଣି ଅଳ୍ପ ଟିକେ ପାଣି ଦେଇଦେବା। ପାଣିକୁ ଦେଇକରି ଆକୁ ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇକିରି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଫାଇନ୍ ପେଷ୍ଟ ଆମର ବନିକିରି ଏବେ ରେଡ଼ି ହେଇସାରିଛି। ଆଉ ବଟାଟା ବି ଦେଖନ୍ତୁ ପୁରାପୁରି ହ୍ୱାଇଟ୍ ହେଇଛି ଆଉ ବଢ଼ିଆ ଦେଖାହେଉଛି। ପୁଣି ତାକୁ ଆମେ ସାଇଡ଼୍ରେ ରଖିଦେବା। ପୁଣି ଥରେ ଗୋଟେ କରେଇ ନେବା। କରେଇରେ ଏଡ଼୍ କରିଦେବା ଆମେ ରିଫାଇନ୍ ତେଲ। ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ଼୍ କରିବେ। ତ ତେଲ ଯେହେତୁ ଏଡ଼୍ କଲେ ଆମେ ପ୍ରଥମେ ପୋଟଳକୁ ଭାଜିକିରି ବାହାର କରିଦେବା। ତ ଦେଖିବେ ଯେହେତୁ ପୋଟଳର ଉପର ପାର୍ଟସ୍ ଚୋପାକୁ ଆମେ ବାହାର କରିଦେଇଛେ, ପୋଟଳଟା ହାର୍ଡ଼ ବନିବନି, ପୁରାପୁରି ସଫ୍ଟ ବନିବ। ଆଉ ପୁରା ଦେଖିବେ ଯେମିତିକି ଛତୁ ଖାଇଲା ଭଳି ଲାଗିବ, ବହୁତ ବଢ଼ିଆ ଟେଷ୍ଟି ଲାଗେ। ତ ପୁଣି ଥରେ ଆମେ ଏବେ ଭଲସେ ମିକ୍ସ କରିବା। ମିକ୍ସ କରିକିରି ପୋଟଳକୁ ଟିକେ ଆମେ ଭାଜି ହେବାକୁ ଦେବା। ତ ପୋଟଳ ଯେମିତି ଜଲ୍ଦି ସିଝିଯିବ, ପୁଣି ଥରେ ଯେମିତିକି ଖାଇବାକୁ ଟେଷ୍ଟି ଲାଗିବ, ସେ ଯେମିତି ଲୁଣକୁ ଏବଜର୍ବ କରିବ, ସେଥିପାଇଁ ଆଉ ଟିକେ ଆମେ ସେଥିରେ ଲୁଣକୁ ବି ଏଡ଼୍ କରିଦେବା। ଲୁଣକୁ ଏଡ଼୍ କରିବା ଦ୍ୱାରା ଦେଖିବେ ଟେଷ୍ଟ ବି ଭଲ ଆସିବ ଆଉ କୁକିଂ ବି ଫାଷ୍ଟ ହେବ। ତ ଆପଣମାନେ ପସନ୍ଦ ଅନୁସାରେ ଆପଣମାନେ ଲୁଣ ଏଡ଼୍ କରିବେ, ଯଦି ଚାହୁଁଛନ୍ତି ଏଡ଼୍ କରିବେ, ନହେଲେ ମସଲା ଯେଉଁ ସମୟରେ କଷିବେ
ସେଇ ସମୟରେ ତ ଲୁଣ ଏଡ଼୍ ହେବ ହିଁ। ତ ଆପଣମାନଙ୍କୁ ପସନ୍ଦ ଅନୁସାରେ ଏଡ଼୍ କରନ୍ତୁ। ତ ଲୁଣକୁ ଏଡ଼୍ କରିସାରିବା ପରେ ମୁଁ ଦେଖନ୍ତୁ ଅଳ୍ପ ଟିକେ ହିଁ ଲୁଣ ଏଡ଼୍ କରିଛି, କେବଳ ପୋଟଳଟା ଟିକେ ଭାଜି ହେବା ପାଇଁ। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରି ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ପୋଟଳକୁ ଟିକେ ଆମେ ଭାଜିବା। ଫ୍ରେଣ୍ଡସ୍, ସେ ରେସିପିଟି ମୁଁ ଘରେ ବନେଇଥିଲି, ଆମ ଘରେ ତ ସମସ୍ତେ ପସନ୍ଦ ବି କଲେ। ତ ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ଏବଂ 2ରୁ 3 ଥର ମୁଁ ରେସିପିଟି ପ୍ରସ୍ତୁତ କରିଛି। ତ ଆପଣମାନଙ୍କୁ ବି ମୁଁ ଭାବିଲି ସେୟାର କରିବି। ତ ଘରେ ପ୍ରସ୍ତୁତ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ କମେଣ୍ଟ ନିଶ୍ଚୟ ମୋତେ କରିବେ। ତ ପୁଣି ଦେଖନ୍ତୁ ପୁରା ପୋଟଳର ପୁରା କଲର୍ ବି ଚେଞ୍ଜ ହେଇସାରିଲାଣି। ତ ପୁଣି ଥରେ ଆମେ ଗୋଟେ ପ୍ଲେଟ୍‌କୁ ଏବେ ବାହାର କରିଦେବା। କେତେ ସୁନ୍ଦର ବି ଦେଖାଯାଉଛି ନା। ତ ମୁଁ ଏଠି ଗୋଟା ପୋଟଳ ପ୍ରସ୍ତୁତ କରିଛି। ଆପଣମାନେ ଚାହିଁଲେ ସେମ୍ ପ୍ରୋସେସ୍‌ରେ ପୋଟଳକୁ ଛୋଟ ଛୋଟ ପିସେସ୍‌ରେ କଟିଂ କରି ବି ବନେଇ ପାରିବେ। ତ ଏବେ ଆମେ ପୋଟଳକୁ ସାଇଡ଼୍‌ରେ ରଖିଦେବା। ଯେହେତୁ କରେଇରେ ଆମର ତେଲ ଅଛି, ତ ଆଉ ଯଦି ତେଲ ଏଡ଼୍ କରିବାକୁ ଚାହିଁବେ, ଆପଣମାନେ ଯଦି ତେଲ ଟିକେ ଅଧିକ ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଏଡ଼୍ କରିପାରିବେ। ତ ଏଇଠି ଦେଖନ୍ତୁ ମୁଁ 3ଟି କଞ୍ଚା ଲଙ୍କା ଏଡ଼୍ କରିଛି, ଆଉ ହାଫ୍ ଚାମଚ ସେଥିରେ ଜିରାକୁ ଏଡ଼୍ କରିଛି। ଜିରା ଜାଗାରେ ଆପଣମାନେ କଳା ଜିରା ବି ଏଡ଼୍ କରିବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ ଆଉ ଫ୍ଲେଭର୍ ବହୁତ ବଢ଼ିଆ ଲାଗିବ। ଯେହେତୁ ମୁଁ ଜିରା ଏଡ଼୍ କରିଦେଲି, ମୁଁ ଭୁଲିଗଲି କଳା ଜିରା ଏଡ଼୍ କରିବା ପାଇଁ। ସେଥିପାଇଁ ଏଠି କଳା ଜିରାକୁ ମୁଁ ସ୍କିପ୍ କରିଦେଲି। ଆପଣମାନେ ଚାହିଁଲେ ଏଡ଼୍ କରିପାରିବେ। ପୁଣି ଦେଖନ୍ତୁ ଗୋଟେ କିନା ମୁଁ ଟମାଟୋ ଏଡ଼୍ କରିଛି। ତ ଗୋଟେ ବଡ଼ ସାଇଜ୍‌ର ଟମାଟୋକୁ ଛୋଟ ଛୋଟ ପିସେସ୍‌ରେ କଟିଂ କରି ଏଡ଼୍ କରିଛି। ତ ଆପଣମାନେ ଚାହିଁଲେ ଟମାଟୋ ପ୍ୟୁରି ବି ଏଡ଼୍ କରିପାରିବେ। ତ ଟମାଟୋ ବି ଭଲସେ ଟିକେ ମିକ୍ସ କରିଦେବା। ମିକ୍ସ କରି ଟିକେ ସିଝିବାକୁ ଦେବା। ତ ଦେଖନ୍ତୁ ଟମାଟୋର ସ୍କିନ୍ ଗୁଡ଼ାକ ବାହାରି ପଡ଼ିଲା ମାନେ ଜାଣିଦେବେ ଯେ ଟମାଟୋ ଏଠି ପରଫେକ୍ଟଲି ପୁରା ସିଝିଯାଇଛି। ତ ଏଇ ସମୟରେ ଆମେ ଏଡ଼୍ କରିଦେବା ସେଇ ଯେଉଁ ବଟା ମସଲାକୁ ଏଡ଼୍ କରି ଅଳ୍ପ ଟିକେ ଆମେ ପାଣି ଦେଇଦେବା। ଯେମିତିକି ଏଠି ସୋରିଷ ବଟା ଯେହେତୁ ଏଡ଼୍ ଅଛି, ପୁଣି ମଗଜ ଏଡ଼୍ ଅଛି, ତ ଦେଖିବେ ବହଳିଆ ବନିଯାଏ। ସେଇଥିପାଇଁ ପାଣି ଅଳ୍ପ ଟିକେ ଦେବେ, ଆଉ ଭଲସେ ଟିକେ କଷି ହେବ ବୋଧେ, ତା ଫ୍ଲେଭର୍ ଯିବାକୁ ଦେବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି। ଆଉ ଏଇଠି ଦେଖନ୍ତୁ ମସଲା କିଛି ମାନେ ଗୁଣ୍ଡ ମସଲା ଅଧିକା କିଛି ଏଥିରେ ଏଡ଼୍ କରିନି। ଆପଣମାନେ ଚାହିଁଲେ এই ସମୟରେ ବି ଏଡ଼୍ କରିପାରିବେ, କିନ୍ତୁ ଏଇଭଳି ପ୍ରୋସେସ୍‌ରେ ସିମ୍ପଲ୍ ତରିକାରେ ବନାନ୍ତୁ, ଦେଖିବେ ସମସ୍ତେ ପସନ୍ଦ କରିବେ। ତ ଏବେ ଆମେ ଗୋଟେ ହାଫ୍ ଚାମଚ ସେଥିରେ ହଳଦୀ ଗୁଣ୍ଡ ହିଁ କଲର୍ ପାଇଁ ଏଡ଼୍ କରିବା। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍‌ରେ ରଖିକି ହିଁ ପ୍ରସ୍ତୁତ କରିବେ। ତ ଦେଖନ୍ତୁ ଷ୍ଟ୍ରକ୍ଚର୍ ଦେଖନ୍ତୁ, ମାନେ କଷି ହେଇସାରିଲା, କେତେ ବଢ଼ିଆ ଦେଖାଯାଉଛି। ତ ସୁନ୍ଦର ଦେଖାଯାଉଛି, ଆଉ ଖାଇବାକୁ ବି ବହୁତ ବଢ଼ିଆର ଫ୍ଲେଭର୍। ଯେହେତୁ ସୋରିଷ ଏଥିରେ ଏଡ଼୍ ଅଛି, ତ ଏଇ ରେସିପିରେ ଦେଖିବେ ସୋରିଷର ଫ୍ଲେଭର୍‌ଟା ବହୁତ ବଢ଼ିଆ ଲାଗିବ। ତ ଏବେ ଆମେ ଭଲସେ ପୁଣି ଥରେ ମିକ୍ସ କରିସାରିବା ପରେ ଆମେ ଦେବା ସ୍ୱାଦ ଅନୁସାରେ ଲୁଣ। ଯେତିକି ଆପଣମାନେ ଗ୍ରେଭି ରଖିବାକୁ ଚାହୁଁଛନ୍ତି, ସେ ଅନୁସାରେ ସେଥିରେ ବା ମସଲା ଅନୁସାରେ ହିଁ ସେଥିରେ ଲୁଣକୁ ଏଡ଼୍ କରିବେ। ଯେହେତୁ ଆମେ ପୋଟଳରେ ଲୁଣ ଏଡ଼୍ କରିଥିଲେ, କିନ୍ତୁ କେବଳ ଏବେ ମସଲା ଅନୁସାରେ ହିଁ ଲୁଣକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିବା। ମିକ୍ସ କରି ପୁରା ସ୍ଲୋ ଆଞ୍ଚରେ ଟିକେ ବନିବାକୁ ଦେବା। ତ ମସଲା ଏଠି ଭଲସେ କଷି ହେଲା କି ନାହିଁ ଜାଣିବା ପାଇଁ ଜାଣିପାରିବେ, ଚାରି ସାଇଡ଼୍ ପୁରା ତେଲ ଦେଖାଯାଉଛି। ତ ଜାଣିଦେବେ ଯେ ମସଲାଟି ଅଧିକ ମାନେ ଭଲସେ କଷି ହେଇସାରିଲା। କିନ୍ତୁ ଦେଖିବେ ଅଧିକ କଷିବେନି, ଯେହେତୁ ଏଇଥିରେ ସୋରିଷ ବଟା ଅଛି, ତ ଟିକେ ପିତାଳିଆ ସ୍ୱାଦ ଆସିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ପୁଣି ଥରେ ଆମେ ସେଇଥିରେ ଟମାଟୋ ତ ଏଡ଼୍ ହେଇସାରିଛି ଆମର। ଆପଣମାନେ ଚାହିଁଲେ ଆମ୍ବୁଲ ବି ଏଡ଼୍ କରିପାରିବେ, କିନ୍ତୁ ଦେଖିବେ ଏଇଥିରେ ଟମାଟୋର ହିଁ ଫ୍ଲେଭର୍ ବହୁତ ବଢ଼ିଆ ଲାଗିବ। ତ ଏବେ ଆମେ ପୋଟଳକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ମିକ୍ସ କରି ଯେତିକି ଆପଣମାନେ ଝୋଳ ରଖିବାକୁ ଚାହୁଁଛନ୍ତି, ସେ ଅନୁସାରେ ଗରମ ପାଣି ଏଡ଼୍ କରିବେ। ତ ସବୁବେଳେ ଧ୍ୟାନ ଦେବେ ଗରମ ପାଣି ହିଁ ଏଡ଼୍ କରିବେ। ଏଠି ଦେଖିବେ ଥଣ୍ଡା ପାଣି ଏଡ଼୍ କରିବେନି ଜମାରୁ। ଥଣ୍ଡା ପାଣି ଯଦି ଏଡ଼୍ କରିବେ କୁକିଂ ଷ୍ଟପ୍ ହେବ, ପୁଣି ଦେଖିବେ ପାଞ୍ଚିଆ ସ୍ୱାଦ ଆସିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ପୋଟଳକୁ ଆଉ ଟିକେ ଆମେ ସିଝିବାକୁ ଦେବା। କଭର୍‌କୁ ଟିକେ ବନ୍ଦ କରିଦେବା। ସ୍ଲୋ ଆଞ୍ଚରେ 5 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦେବା। 5 ମିନିଟ୍ ପରେ ଆପଣମାନଙ୍କୁ ମୁଁ କଭର୍ ବାହାର କରି ଦେଖାଉଛି। ଦେଖନ୍ତୁ ପରଫେକ୍ଟଲି ବନି ବି ସାରିଲାଣି ଆମର ପୋଟଳ ରାଇ। ପୁଣି ଅଳ୍ପ ଟିକେ ତା ଉପରେ ଆଉ ଟିକେ ଟେଷ୍ଟକୁ ବଢ଼ାଇବା ପାଇଁ କସ୍ତୁରୀ ମେଥି ଟିକେ ହାତ ସାହାଯ୍ୟରେ କ୍ରସ୍ କରି ଏଡ଼୍ କରିବା। ଆଉ ହାଫ୍ ଚାମଚ ସେଥିରେ ମ୍ୟାଗି ମସଲା ଏଡ଼୍ କରିବା। ଏଇଟା ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଗରମ ମସଲା ବି ଏଡ଼୍ କରିପାରିବେ। ଆଉ ଯେହେତୁ ଏଇଥିରେ ଆମେ ସୋରିଷ ବଟା ଏଡ଼୍ କରୁଛନ୍ତି, ଦେଖିବେ ଚିନି ଯଦି ଅଳ୍ପ ଟିକେ ଏଡ଼୍ କରିବେ, ତ ଦେଖିବେ ତା'ର ମାନେ ସେ ରାଗ ପୁଣି ଲୁଣକୁ ସବୁକୁ ସେ ବାଲାନ୍ସ କରିବ ଚିନି, ଆଉ ଖାଇବା ପୁରା ଟେଷ୍ଟି ଲାଗିବ। ତ ଚିନି ଅଳ୍ପ ଟିକେ ହିଁ ଏଡ଼୍ କରିବେ, ଅଧିକା ଚିନି ଏଡ଼୍ କରିବେନି। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ ଆପଣମାନେ ଦେଖି ହିଁ ଜାଣିପାରୁଥିବେ ଗ୍ରେଭିର ଷ୍ଟ୍ରକ୍ଚର୍ ଦେଖନ୍ତୁ। ପୁରାପୁରି ଢାବା ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ର ବନିକି ରେଡ଼ି ହେଇସାରିଲା ଆମର ପୋଟଳ ରାଇ ବା ପୋଟଳ କଷା। ଆପଣମାନେ ଆକୁ ଯାହା ବି ନାଁ ଦେଇପାରିବେ।
ଭୋଜି ଗୁଡ଼ାରେ ଦେଖିବେ ଏଇ ରେସିପିଟି ବନିଥାଏ। ତ ଆପଣମାନେ ବି ଖାଇଥିବେ ବହୁତ ଥର, କିନ୍ତୁ ଘରେ ଥରେ ବନାନ୍ତୁ, ଦେଖିବେ ସମସ୍ତେ ପସନ୍ଦ କରିବେ। ଆଉ ଦେଖିବେ ଏଇଥିରେ ଅଧିକା ଝୋଳ ହେଲେ ଏତେ ଟେଷ୍ଟି ଲାଗିବନି, ତ ଟିକେ ହାଲକା ଶୁଖା ହିଁ ରଖିବେ ତ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ମାନେ ଅଧିକା ଶୁଖା ରଖିବେନି କି ଅଧିକା ବହଳିଆ ରଖିବେନି, ସେମ୍ ପ୍ରୋସେସ୍ରେ ରଖିବେ। ତ ଦେଖନ୍ତୁ ଫାଇନାଲି ପ୍ରସ୍ତୁତ ବି ହେଇସାରିଲା। ଆଉ ଚାରି ସାଇଡ଼୍ ଦେଖନ୍ତୁ, ଯେହେତୁ ଏଇଥିରେ ଆମେ ତେଲର କ୍ୱାଣ୍ଟିଟି ଯେହେତୁ ଭାଜିଥିଲେ ଆମେ ପୋଟଳକୁ, ପୁଣି ଯେତିକି ଆପଣମାନେ ତେଲ ଖାଇବେ ସେ ଅନୁସାରେ ଆଡ଼୍ କରିବେ। କିନ୍ତୁ ଏଇ ରେସିପିରେ ଟିକେ ତେଲ ଅଧିକ ରହିଲେ ବହୁତ ବଢ଼ିଆ ଟେଷ୍ଟି ଲାଗେ। ତେଲର ଫ୍ଲେଭରଟା ବି ଏଥିରେ ବହୁତ ବଢ଼ିଆ ଲାଗିବ। ଯଦି ଆପଣମାନେ ତେଲ ଖାଇବା ପସନ୍ଦ କରନ୍ତିନି, ତାହେଲେ ଆପଣମାନେ ଅଳ୍ପ ଟିକେ ତେଲରେ ବି ବନେଇକି ରେଡ଼ି କରିପାରିବେ। ନହେଲେ ପୋଟଳକୁ ଯଦି ଭାଜିବାକୁ ଚାହୁଁନାହାନ୍ତି, ତାହେଲେ ଆପଣମାନେ ଏଠି ପୋଟଳକୁ ସିଝେଇକିରି ବି ହାଲକା ଭାଜିକିରି ବି ବନେଇ ପାରିବେ। ତ ଦେଖନ୍ତୁ ଗୋଟେ ପ୍ଲେଟ୍କୁ ମୁଁ ବାହାର କରି ଦେଖାଉଛି, ପୁରାପୁରି ଭୋଜି ଷ୍ଟାଇଲ୍ର ବନିକି ରେଡ଼ି ହେଇଛି ଆମର ପୋଟଳ ରାଇ ବା ପୋଟଳ ମସଲା। ଆପଣମାନେ ୟାକୁ ଯାହା ବି କହିପାରିବେ। ତ ଫାଇନାଲି ଦେଖନ୍ତୁ ଲୁକ୍ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି ଫ୍ରେଣ୍ଡସ୍। ସେ ଖାଇଲା ପରେ ଆପଣମାନେ ବନାନ୍ତୁ, ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ମୋତେ ନିଶ୍ଚୟ କମେଣ୍ଟ କରିବେ। ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି। ମୁଁ ତ ଘରେ ବନେଇଥିଲି, ସମସ୍ତେ ପସନ୍ଦ କଲେ। ତ 2ରୁ 3 ଥର ବନେଇଥିଲି, ପୁଣି ଭାବିଲି ଆପଣମାନଙ୍କୁ এই ରେସିପିଟି ସେୟାର କରିବି। ଆପଣମାନେ ବି ଘରେ ବନାନ୍ତୁ, ପିଲାଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଆଉ ଯେଉଁମାନେ ପୋଟଳ ଖାଇବାକୁ ପସନ୍ଦ ବି କରନ୍ତିନି ବି ନା, ସେଇମାନେ ବି ମାଗି ମାଗି ଖାଇବେ। ଏଇଥିରେ ସୋରିଷ ବଟାର ଫ୍ଲେଭରଟା ବହୁତ ବଢ଼ିଆ ଲାଗିବ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ଘରେ ଟ୍ରାଏ କରନ୍ତୁ, କେମିତି ଲାଗିଲା କ'ଣ କମେଣ୍ଟ ବକ୍ସରେ ମୋତେ କମେଣ୍ଟ କରନ୍ତୁ। ତ ଦେଖନ୍ତୁ ଏଇଠି ମୁଁ କିଛି ଅଟା ମୁଁ ଯେହେତୁ ମୁଁ ପୋଟଳ ରାଇ ସହିତ ଆପଣମାନଙ୍କୁ ସେୟାର କରିଛି, ଏଠି ଅଟାରେ ଲାଛା ପରଟା। ତ ଅଟାକୁ ମୁଁ ଏଠି ପାଣିରେ ଲୁଣ ଦେଇକି ଚକଟି ଦେଇଛି। ତ ଚକଟି ସାରିବା ପରେ ଆମେ ସେଇଥିରୁ ଯେତିକି ବଡ଼ ସାଇଜ୍ର ଆମେ ପ୍ରସ୍ତୁତ କରିବା ଲାଛା ପରଟା, ସେ ଅନୁସାରେ ସେଇଥିରୁ ଅଳ୍ପ ଅଳ୍ପ ପୁରା ପୋଷଣ ନେଇ ତାକୁ ଗୋଲାକାର ସେପ୍ ଦେଇଦେବା ଅଟା ନେଇକିରି। ତ ଗୋଲାକାର ସେପ୍ ଦେବା, ଦେଖିବେ ଟିକେ ବଡ଼ ସାଇଜ୍ର ଯଦି ଗୋଲାକାର ନେବେ, ସେଇଥିରୁ ମାନେ ଅଟାକୁ ଯଦି ନେଇକିରି ଗୋଲାକାର ସେପ୍ ଦେଇକି ବନେଇବେ, ତାହେଲେ ଲେୟର୍ ଟିକେ ଅଧିକ ବାହାରିବ ଆଉ ଖାଇବାକୁ ପୁରା ଟେଷ୍ଟି ଲାଗିବ। ତ ଅଳ୍ପ ଟିକେ ପୁଣି ଥରେ ଆମେ ତା ଉପରେ ଅଟାକୁ ଗ୍ରୀସ୍ କରିଦେବା। ଆପଣମାନଙ୍କୁ ବନେଇକିରି ବି ଦେଖେଇ ଦେଉଛି କେମିତି କ'ଣ ବନୁଛି, ଆଉ ପୁରା ଇଜିରେ ବନିକି ରେଡ଼ି ହେଇଯିବ। ଦେଖିବେ ଏଇ ରେସିପି ସହିତ ଏ ଲାଛା ପରଟା ଖାଇବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ଆଉ ବନେଇକିରି ବି ଦିଅନ୍ତୁ, ଘରକୁ ଯଦି ଗେଷ୍ଟ ଆସୁଛନ୍ତି ତ ଏଇ ପ୍ରୋସେସ୍ରେ ବନେଇକି ଦିଅନ୍ତୁ, ସମସ୍ତେ ପସନ୍ଦ ବି କରିବେ। ତ ଏବେ ଆମେ ରୁଟି ଯେମିତି ବେଲୁଛନ୍ତି, ସେଇଭଳି ସେମ୍ ପ୍ରୋସେସ୍ରେ ପତଲା କରି ଟିକେ ବେଲି ଦେବାକୁ ଆମେ ଏବେ। ତ ଦେଖନ୍ତୁ ଏଇଭଳି ରୁଟି ପ୍ରୋସେସ୍ରେ ହିଁ ବେଲିବେ। ଯେତିକି ରୁଟି ଆପଣଙ୍କର ପତଳା ବା ବହଳିଆ କରୁଛନ୍ତି, ସେଇଭଳି ପ୍ରୋସେସ୍ରେ ବେଲିବେ। ପୁଣି ଅଳ୍ପ ଟିକେ ବ୍ରସ୍ ସାହାଯ୍ୟରେ ଆମେ ଏଡ଼୍ କରିଦେବା, ସେଥିରେ ରିଫାଇନ୍ ତେଲକୁ ଏଡ଼୍ କରି ଚାରି ସାଇଡ଼୍ ପୁରା ଗ୍ରୀସ୍ କରିଦେବା, ଯେମିତିକି ପୁରା ରୁଟିରେ ଆମର ଏ ତେଲ ପୁରା ଗ୍ରୀସ୍ ହେଇଯିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଗ୍ରୀସ୍ କରିସାରିବା ପରେ ଆମେ ତା ଉପରେ ଅଳ୍ପ ଟିକେ ଅଟାକୁ ଆମେ ଏଇଭଳି ପ୍ରୋସେସ୍ରେ ଗ୍ରୀସ୍ କରିବା। ଅଳ୍ପ ଟିକେ ଚାରିଆଡ଼େ ଯେମିତି ଆମ ରୁଟି ସାରା ପୁରା ଅଟା ଯେମିତି ପଡ଼ିବ, ଏଇଭଳି ପ୍ରୋସେସ୍ରେ ଅଟା ଟିକେ ପକାଇବେ। ତ ପକାଇବା ଦ୍ୱାରା କ'ଣ ହେବ ନା, ଆମେ ଯେଉଁ ଫୋଲ୍ଡିଂଟା କରିବା, ତ ଦେଖିବେ ଲେୟର୍ ଗୁଡ଼ାକ ପରଫେକ୍ଟଲି ବାହାରିବ। ସେଇଥିପାଇଁ ଏଥିରେ ତେଲ ଅଟା ଏଡ଼୍ ହୁଏ। ତ ପୁଣି ଥରେ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଫୋଲ୍ଡ କରିବେ। ଆପଣମାନଙ୍କୁ ତ ମୁଁ 2ରୁ 3 ଥର ମୁଁ ସେୟାର କରିସାରିଛି ଏ ରେସିପିଟି ଲାଛା ପରଟା କେମିତି କ'ଣ ପ୍ରସ୍ତୁତ କରିବେ। ମୋ ଚ୍ୟାନେଲ୍ରେ ସର୍ଚ୍ଚ କରି ଆପଣମାନେ ଦେଖିପାରିବେ। ତ ଦେଖନ୍ତୁ କେତେ ବଢ଼ିଆ ପୁରା ଫୋଲ୍ଡ ହେଇସାରିଲା। ତ ଫୋଲ୍ଡ ହେଇସାରିବା ପରେ ଏବେ ପୁଣି ଥରେ ଆମେ ଆକୁ ଗୋଲାକାର, ଯେହେତୁ ସେପ୍ ଦେଲେ ହିଁ ଆମେ ବେଲିବା ନା, ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଆକୁ ଗୋଲାକାର କରିଦେବେ। ତ କେତେ ଗୁଡ଼ାକ ଲେୟର୍ ବାହାରିଛି। ଆଉ ଦେଖନ୍ତୁ ପୁରା ଲାଷ୍ଟରେ ତାକୁ ତା'ର ମାନେ ବ୍ୟାକ୍ ସାଇଡ଼୍କୁ ରଖିକିରି ପୁଣି ଥରେ ଏଇଭଳି ପ୍ରୋସେସ୍ରେ ଅଳ୍ପ ଟିକେ ତେଲକୁ ଆମେ ତା ଉପରେ ଗ୍ରୀସ୍ କରିବା। ତ ଦେଖିବେ ତେଲ ଗ୍ରୀସ୍ କରିକି ବେଲିବା ଦ୍ୱାରା କ'ଣ ହେବ ନା, ଲେୟର୍ଟା ବହୁତ ବଢ଼ିଆ ବାହାରିବ। ଯେହେତୁ ଆମେ ଅଟାରେ ବନାଉଛନ୍ତି, ତ ଅଟାରେ ଦେଖିବେ ଏତେ ଲେୟର୍ ବାହାରେନି, କିନ୍ତୁ ଦେଖିବେ ଯଦି ଏଇ ପ୍ରୋସେସ୍ରେ ବନେଇବେ ତ ବହୁତ ବଢ଼ିଆ ଲେୟର୍ ବାହାରେ ଆଉ ଖାଇବା ପୁରା ଟେଷ୍ଟି ବି ଲାଗେ। ମୁଁ ପ୍ରାୟ ଟାଇମ୍ ବନେଇଥାଏ ଘରେ ଏଇ ରେସିପିଟି। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି। ଆଉ ଯଦି ଆପଣମାନେ ମଇଦାରେ ପ୍ରସ୍ତୁତ କରିବେ, ତ ସିଏ ଅଟୋମେଟିକ୍ ଦେଖିବେ କେତେ ବଢ଼ିଆ ପୁରା ଲେୟର୍ ବାହାରିବ ଆଉ ଖାଇବାକୁ ପୁରା ଟେଷ୍ଟି ଲାଗିବ। କିନ୍ତୁ ଯେହେତୁ ହେଲ୍ଦି ଖାଇବା ଆମେ ଘରେ ପ୍ରସ୍ତୁତ କରୁଛନ୍ତି ଛୁଆମାନଙ୍କ ପାଇଁ, ଘର ଲୋକ ପାଇଁ, ସେଇଥିପାଇଁ ଆମେ ଅଟାରେ ହିଁ ପ୍ରସ୍ତୁତ କରିବା। ତ ଦେଖନ୍ତୁ ଆପଣମାନଙ୍କ ପାଖରୁ ଦେଖୁଛି କେତେ ଗୁଡ଼ାଏ ଲେୟର୍ ବାହାରିଛି। ତଥାପି ଅଟାରେ ବନେଇକିରି ବି ଲାଛା ପରଟାଟି ପରଫେକ୍ଟ ବନିକି ରେଡ଼ି ହେବ। ତ ସେଇ ତରିକା ଆପଣମାନଙ୍କୁ ମୁଁ ଏଠି ସେୟାର କରିଛି। ତ ଆଉ ଗୋଟେ ବି ବନିକି ଆପଣମାନଙ୍କୁ ଦେଖେଇ ଦେଉଛି। ତ ଦେଖନ୍ତୁ ପୁଣି ଥରେ ସେମ୍ ପ୍ରୋସେସ୍ରେ ବେଲିବେ। ବେଲି ସାରିବା ପରେ ଦେଖନ୍ତୁ ବ୍ରସ୍ ସାହାଯ୍ୟରେ ପୁଣି ଥରେ ତେଲ ଚାରି ସାଇଡ଼୍ ପୁରା ଗ୍ରୀସ୍ କରିବେ। ତେଲ ପୁରା ରୁଟି ସାରା ପୁରା ଗ୍ରୀସ୍ ହେଇସାରିବ। ତେଲ ବଦଳରେ ଆପଣମାନେ ଏଠି ଘିଅରେ ବି ବନେଇ ପାରିବେ। ତ ସେମ୍ ପ୍ରୋସେସ୍ରେ ମଇଦାରେ ବି ବନେଇ ପାରିବେ ଅଟା ବଦଳରେ। ତ ପୁଣି ଥରେ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଅଟା ଗ୍ରୀସ୍ କରିସାରିବା ପରେ ପୁଣି ଥରେ ଫୋଲ୍ଡ କରିବେ। ତ ଆପଣମାନଙ୍କୁ ଫୋଲ୍ଡ କରିବା ତରିକା ବି 2ରୁ
ତିନି ଥର ମୁଁ ଦେଖେଇ ସାରିଛି। ତ ଆପଣମାନେ ଚାହିଁଲେ ଯେଉଁ ପ୍ରୋସେସ୍ଟି ଆପଣମାନଙ୍କୁ ଇଜି ଲାଗିବ ସେଇ ପ୍ରୋସେସ୍ରେ ଆପଣମାନେ ଏଠି ହୋଲ୍ଡ କରିପାରିବେ। କିନ୍ତୁ ସବୁଠୁ ଇଜି ଲାଗେ ଏଇ ପ୍ରୋସେସ୍ଟି। ମୁଁ ତ ବହୁତ ଥର ଏମିତିରେ ହିଁ ବନାଏ। ତ ଏବେ ଆଉ ଟିକେ ତାକୁ ଟିକେ ଲମ୍ବା କରିଦେବା। ପୁଣି ଥରେ ଏଇଭଳି ପ୍ରୋସେସ୍ରେ ଦେଖନ୍ତୁ ଗୋଲାକାର ସେପ୍ ଦେଇ ହୋଲ୍ଡ କରିଦେବା ଆମେ ସବୁତକ। ये ବନେଇବାଟା ବହୁତ ହି ଇଜି ଆଉ ଖାଇବା ପୁରା ଟେଷ୍ଟି ଲାଗିବ, ମାନେ ଯେମିତି ପୁରୀ ଖାଇଲା ଭଳି ଲାଗିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ବନେଇ ସାରିବା ପରେ ପୁଣି ଥରେ ଆମେ ତେଲକୁ ଟିକେ ତା ଉପରେ ଦେଇଦେବା। ତେଲକୁ ଦେଇକରି ପୁଣି ଥରେ ଆମେ ଗୋଲାକାର ସେପ୍ ଦେଇଦେବା। ଗୋଲାକାର ସେପ୍ ଦେଇ ସାରିବା ପରେ ପୁଣି ଥରେ ଟିକେ ବେଲି ଦେବା। ତ ସେମ୍ ପ୍ରୋସେସ୍ରେ ଯେତିକି ଆପଣମାନେ ରୁଟିର ବେଲୁଛନ୍ତି ସେଇଭଳି ପ୍ରୋସେସ୍ରେ ବେଲିବେ, କିନ୍ତୁ ଟିକେ ଏଇଟା ବହଳିଆ ରହିବ। ଦେଖିବେ ପତଲା ଯଦି ଅଧିକ କରିଦେବେ, ଅଧିକ ବେଲି ଦେବେ, ତାହେଲେ ଦେଖିବେ ଲେୟର୍ ଗୁଡ଼ାକ ବାହାରିବନି, ପୁରା ପରସ୍ପର ଭିତରେ ପୁରା ଲାଗିଯିବ। ତ ସେଥିପ୍ରତି ଧ୍ୟାନ ଦେବେ, ଟିକେ ହାଲକାରେ ହିଁ ବେଲିବେ, ଅଧିକ ପ୍ରେସର୍ ଦେବେନି। ତ ଦେଖନ୍ତୁ ଆଉ ଗୋଟେ ବେଲିକିରି ବି ଆମର ରେଡ଼ି କରିସାରିଛନ୍ତି ଆମେ। ତ ଏବେ ପୁଣି ଥରେ ଆମେ ପ୍ଲେଟ୍ରେ ରଖିଦେବା। ତ ଦୁଇଟା ଯାକ ପରଟାକୁ ଆପଣମାନଙ୍କୁ ମୁଁ ସେକିକି ବି ଦେଖେଇ ଦେଉଛି କେତେ ସୁନ୍ଦର ବି ଦେଖାଯାଉଛି। ତ ଦେଖନ୍ତୁ ଏଇଠି ଗୋଟେ ମୁଁ ତାୱା ନେଇଛି। ତାୱାକୁ ପ୍ରଥମେ ଟିକେ ଗରମ ହେବାକୁ ଦେବା। ତାୱା ପୁରା ଗରମ ହେଇସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା ସେଇ ପରଟାକୁ ଏଡ଼୍ କରି ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେବାକୁ ଦେବା। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ଆମେ ବ୍ରସ୍ ସାହାଯ୍ୟରେ ହିଁ ତା ଉପରେ ତେଲକୁ ଏଡ଼୍ କରିବା। ତ ଯେତିକି ଆପଣମାନେ ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ଼୍ କରିବେ। ତେଲ ବଦଳରେ ଆପଣମାନେ ଘିଅ, ବଟର ଯାହା ବି ପସନ୍ଦ ଆପଣମାନଙ୍କୁ ଏଡ଼୍ କରିପାରିବେ। ତ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିଲାଣି। ତ ଏବେ ଚାଲନ୍ତୁ ପୁଣି ଥରେ ଓଲଟେଇ ଦେବା। ପୁଣି ଥରେ ଆମେ ଓଲଟେଇ ଦେବା। ଓଲଟେଇକିରି ଆଉ ଗୋଟେ ସାଇଡ଼୍ ବି ଟିକେ ଫ୍ରାଏ ହେବାକୁ ଦେବା। ଯେହେତୁ ପ୍ରଥମେ ଆମେ ଏଡ଼୍ କଲେ ଦେଖନ୍ତୁ ବ୍ୟାକ୍ ସାଇଡ଼୍ଟା ତା'ର ମାନେ ତାୱାକୁ ପୁରା ଲାଗିଗଲା। ତ ଟିକେ ହାଲକା ଦେଖନ୍ତୁ ମାନେ ପିଠା ଭଳି ବନିଯାଇଛି, କିନ୍ତୁ ଇଏ ଠିକ୍ ବନିବ। ତ ଦେଖନ୍ତୁ ଆଉ ଗୋଟେ ସାଇଡ଼୍ ଫ୍ରାଏ କରିବା ପରେ ଆପଣମାନଙ୍କୁ ଦେଖାଉଛି କେତେ ଗୁଡ଼ା ପୁରା ଲେୟର୍ ଦେଖାହେଉଛି। ଆପଣମାନେ ଆଗ କ୍ରସ୍ କରିଦେବେ। ପରଟା ଦେଖିବେ ଗରମ ଗରମ ଥିବ, ଟିକେ ହାଲକା ଗରମ ଥିବ, ଟିକେ କ୍ରସ୍ କରିଦେବେ ମାନେ ସେ ପୁରା ଲେୟର୍ ଗୁଡ଼ାକ ବାହାରିବ। ଆଉ ଦେଖିବେ ପୁରୀ ଖାଇଲା ଭଳି ଲାଗିବ, ଟେଷ୍ଟି ଲାଗିବ। ତ ପୁଣି ଥରେ ଆମେ ଦୁଇ ପଟ ସାଇଡ଼୍ ଯାକ ଟିକେ ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଫ୍ରାଏ କରିବା। ତ ଦେଖନ୍ତୁ ଫ୍ରାଏ ବି ହେଇସାରିଲାଣି ଆଉ କେତେ ସୁନ୍ଦର ଦେଖାହେଉଛି। ଆଉ ପୁରା ରାଉଣ୍ଡ ସେପ୍ରେ ଦେଖନ୍ତୁ କେତେ ଗୁଡ଼ା ଲେୟର୍ ବି ଦେଖାଯାଉଛି। ତ ଫାଇନାଲି ଆମର ଲାଛା ପରଟା ବି ବନିକି ରେଡ଼ି ହେଇସାରିଲାଣି। ତ ଆପଣମାନଙ୍କୁ ଦେଖାଉଛି ପାଖରୁ। ତ ଦେଖନ୍ତୁ ଏଠି ମୁଁ କ୍ୟାମେରା ସାମ୍ନାରେ ଦେଖାଉଛି କେତେ ସୁନ୍ଦର ଦେଖାହେଉଛି। ଗୋଟେ ପ୍ଲେଟ୍କୁ ବାହାର କରିକି ଦେଖାଇ ଦେଉଛି। ତ ପୁଣି ଥରେ ଆଉ ଗୋଟେ ପରଟା ବି ଆପଣମାନଙ୍କୁ ସେମ୍ ପ୍ରୋସେସ୍ରେ ହିଁ ବନେଇକି ଦେଖେଇବି। ତ ଦେଖନ୍ତୁ କେତେ ଗୁଡ଼ା ଲେୟର୍ ଦେଖାଯାଉଛି। ତ ଦେଖନ୍ତୁ ଆଉ ଗୋଟେ ପରଟା ବି ବନିକି ରେଡ଼ି ହେଇସାରିଲା। ସେମ୍ ପ୍ରୋସେସ୍ରେ ଏଠି ଆମେ ଦୁଇଟି ପରଟା ବନେଇକି ରେଡ଼ି କଲେ। ଆଉ ଦେଖନ୍ତୁ ସେକେଣ୍ଡ ପରଟାଟା ବି ବହୁତ ବଢ଼ିଆ ଲେୟର୍ ବାହାରିଛି। ଆଉ ଦେଖିବାକୁ ଯେମିତି ସୁନ୍ଦର ଲାଗୁଛି, ଖାଇବାକୁ ପୁରା ଟେଷ୍ଟି ବି ଲାଗେ। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଅଟାରେ ବି ଲାଛା ପରଟା ପରଫେକ୍ଟ ବନିକି ରେଡ଼ି ହେବ। ଆଉ ଯେମିତି ଆପଣମାନେ ମଇଦାରେ ଖାଇବେ ତ ଦେଖିବେ ଆଉ ଟିକେ ଟିକେ ମାନେ ଯେମିତିକି ଟିକେ ଝିକିଲା ଭଳି ଲାଗିବ ଯେମିତି। ତ ଏତେ ଖାଇବାକୁ ତା'ର ଟେଷ୍ଟି ଲାଗିବନି, କିନ୍ତୁ ଦେଖିବେ ଅଟାରେ ବନାନ୍ତୁ, ଦେଖିବେ ପୁରା କୁରକୁରେ ବନେ ଲାଛା ପରଟା ଆଉ ବହୁତ ବଢ଼ିଆ ଟେଷ୍ଟି ଲାଗେ। ତ ପୁଣି ଥରେ ଲାଛା ପରଟା ସହିତ ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି ଆମର ପୋଟଳ ରାଇ। ତ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇସାରିଛି ଫ୍ରେଣ୍ଡସ୍। ଏ ଦୁଇଟା ଯାକ ରେସିପି ଭିତରୁ ଆପଣମାନଙ୍କୁ କେଉଁ ରେସିପିଟି ଅଧିକ ଇଜି ଲାଗିଲା, ତ ଆପଣମାନେ କେଉଁ ରେସିପିଟି ଘରେ ପ୍ରସ୍ତୁତ କଲେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲ୍କୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକିରି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଆପଣମାନେ ଗରମ ଗରମ ଲାଛା ପରଟା ସହିତ ପୁଣି ପୋଟଳ ରାଇ ଏନ୍ଜୟ କରନ୍ତୁ। ଯେହେତୁ ଫ୍ରେଣ୍ଡ ଟିକେ ଦେହ ଖରାପ ଅଛି, ଥଣ୍ଡା ବି ଧରିଦେଇଛି, କହିବା ସମୟରେ ଟିକେ ମିଷ୍ଟେକ୍ ହେଉଛି, ଟିକେ ଆଡ଼ଜଷ୍ଟ କରିବେ। ତ ଫାଇନାଲି ପ୍ରସ୍ତୁତ ହେଇସାରିଛି। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଚ୍ୟାନେଲ୍ରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁନି। ଆଉ କେଉଁ ଜିଲ୍ଲାରୁ ଆପଣମାନେ ଦେଖୁଛନ୍ତି ନିଶ୍ଚୟ କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ। ମୋତେ ଶୁଣିବି ଖୁସି ଲାଗିଛି ମୋ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ତ ଫାଇନାଲି ଆମର ପ୍ରସ୍ତୁତ ହେଇସାରିଲା ଆଳୁ ଲାଛା ପୋଟଳ ରାଇ ପୁଣି ଲାଛା ପରଟା। ତ ଆପଣମାନେ ଟ୍ରାଏ କରନ୍ତୁ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।